ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ପଚାରିଲେ, ତୁମେ ମତେ ରାଣୀ କାହିଁକି ଡାକୁଛ? ସ୍ୱାମୀ ଉତ୍ତର ଦେଲେ, କାରଣ ଚାକରାଣୀ ଏକ ଲମ୍ବା ଶବ୍ଦ। ସ୍ତ୍ରୀ ରାଗିକି ପଚାରିଲେ, ତୁମେ କଣ ଜାଣ ମୁଁ ତୁମକୁ ଜାନ୍ କାହିଁକି ଡାକୁଛି? ସ୍ୱାମୀ ଉତ୍ତର ଦେଲେ, ନା ପ୍ଲିଜ ମତେ କୁହ। ସ୍ତ୍ରୀ ଉତ୍ତର ଦେଲେ, ଜାନୁଆର ଏକ ଲମ୍ବା ଶବ୍ଦ, ତେଣୁ ମୁଁ ତୁମକୁ ଜାନ୍ ଡାକୁଛି। ଶିକ୍ଷକ ପଚାରିଲେ, ବିଦ୍ୟୁତ କେଉଁଠାରୁ ଆସେ? ରାଜା ଉତ୍ତର ଦେଲେ, ସାର୍ ଏହା ମୋ ମାମୁଙ୍କ ଘରୁ ଆସେ। ଶିକ୍ଷକ କହିଲେ, କିପରି? ରାଜା ଉତ୍ତର ଦେଲେ, ସାର୍ ଯେତେବେଳେ ବିଦ୍ୟୁତ କଟ ହୋଇଯାଏ ମୋ ବାପା କୁହନ୍ତି ଯେ ଶଳା ମାନେ ଲାଇଟ କାଟିଦେଲେ। ଦୁଇ ସାଙ୍ଗ କଥା ହେଉଥିଲେ। ହରି କହିଲେ, ବନ୍ଧୁ ମୁଁ ଗତକାଲି ରାତିରେ ଘରେ ପହଞ୍ଚିଲି। ମୁଁ ଘଣ୍ଟି ବଜାଇଲି କିନ୍ତୁ ମୋ ସ୍ତ୍ରୀ କବାଟ ଖୋଲି ନଥିଲା। ମତେ ସାରା ରାତି ରାସ୍ତାରେ ବିତାଇବାକୁ ପଡିଲା। ରାମ କହିଲେ, ତୁମେ କଣ ସକାଳେ ତୁମ ସ୍ତ୍ରୀଙ୍କ ଖବର ନେଲନି? ହରି କହିଲେ, ନା ମୁଁ ସକାଳେ ମନେ ପକାଇଲି ଯେ ମୋ ସ୍ତ୍ରୀ ତାଙ୍କ ବାପ ଘରକୁ ଯାଇଥିଲା ଏବଂ ଚାବି ମୋ ପକେଟରେ ହିଁ ଥିଲା। ଶିକ୍ଷକ କହିଲେ, ଯେ କେହି ମୋ ପ୍ରଶ୍ନର ସଠିକ ଉତ୍ତର ଦେଇପାରିବ ସେ ଘରକୁ ଶୀଘ୍ର ଯାଇପାରିବ। ସେହି ମୁହୂର୍ତ୍ତରେ ଅଭି ତା ବ୍ୟାଗକୁ ବାହାରକୁ ଫୋପାଡ଼ିଦେଲା। ଶିକ୍ଷକ ପଚାରିଲେ, ସେ ବ୍ୟାଗକୁ କିଏ ଫୋପାଡ଼ିଲା? ଅଭି କହିଲା, ମୁଁ ସାର୍। କଣ ଏବେ ଘରକୁ ଯିବି? ଶିକ୍ଷକ ପଚାରିଲେ, ସୌମ୍ୟ ମତେ କୁହ ଆମେ କାହିଁକି ପାଣି ପିଉ? ସୌମ୍ୟ କହିଲା, ସାର୍ କାରଣ ଆମେ ପାଣି ଖାଇପାରିବା ନାହିଁ। ସ୍ତ୍ରୀ ତାଙ୍କ ବାପା ମାଙ୍କ ଘରୁ ଫେରି ଆସିଲେ। ସ୍ୱାମୀ ଦ୍ୱାର ଖୋଲି ହସିବାକୁ ଲାଗିଲେ। ସ୍ତ୍ରୀ ପଚାରିଲେ, ତୁମେ ଏପରି କାହିଁକି ହସୁଛ? ସ୍ୱାମୀ କହିଲେ, ଶିକ୍ଷକ କହିଥିଲେ ଜୀବନରେ ହସି ହସି ଯେକୌଣସି ସମସ୍ୟାର ସମ୍ମୁଖୀନ କରିବ। ସ୍ତ୍ରୀ କହିଲେ, ଶୁଣ ମୋ ମା କହିଛନ୍ତି ଯେ ଶୀଘ୍ର ଉଠିବା ଦ୍ୱାରା ଆୟୁଷ ବୃଦ୍ଧି ପାଏ। ସ୍ୱାମୀ କହିଲେ, ତେବେ କୁକୁଡ଼ା ତ ଶୀଘ୍ର ଉଠେ, ସନ୍ଧ୍ୟା ସୁଦ୍ଧା କାହିଁକି ମରିଯାଏ? ଆଶା କରୁଛି ମୋର ଏହି ଜୋକ୍ସ ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ପ୍ଲିଜ 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 ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ କମେଣ୍ଟରେ ଜଣାନ୍ତୁ କେମିତି ଲାଗିଲା। ରହୁଛି, ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।